ମର୍ଯ୍ୟାଦା ପୁରୁଷମାନଙ୍କ ଠାରୁ ପରମାତ୍ମା ଠାରୁ ଶକ୍ତି ନେଇ ଆସିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଜ୍ୟୋତି ବିଚ୍ୟୁତ ହୋଇଥିଲା। ସେହି ସମୟରେ ଏଠି ସପ୍ତ ଋଷି, ଆଜି ଋଷିଙ୍କର ଚିତ୍ର କାହିଁ ଦିଆଯାଇଛି ନା ଏଠି ଋଷି ସଭା, ସପ୍ତ ଋଷି, ପଞ୍ଚସଖା, ଦ୍ୱାଦଶ ଗୋପାଳ, ଶ୍ରୀକୃଷ୍ଣ ଗୋବିନ୍ଦ ଏଠି ମଧ୍ୟ ତାଙ୍କ ଲୀଳା ହେଇଥିଲା ଦ୍ୱାପର ଯୁଗରେ। ସେଇଭଳି ଶ୍ରୀକ୍ଷେତ୍ର ଗୁପ୍ତେଶ୍ୱର ଗୁପ୍ତରେ ଅଛନ୍ତି। ଭକ୍ତ ବଳରାମ ଯେତେବେଳେ ଶକ୍ତି ପାଇବେ, ବଳରାମ ସେଇ ମହାଦେବ, ସେ ଗୁପ୍ତେଶ୍ୱର ଅଛନ୍ତି ବଳରାମ, ଯେତେବେଳେ ଶକ୍ତି ପାଇବେ ଅମରାବତୀରୁ ଶକ୍ତି ଆଣି ପହଞ୍ଚିବେ ଭକ୍ତରଙ୍ଗା ପାହାଡ଼ ପାଖରେ, ବଡ଼ଶାଳଙ୍କ ପାଖରେ। ବଡ଼ଶାଳଙ୍କ ଠାରୁ ଆଶୀର୍ବାଦ ପାଇ ଏଇ କ୍ଷେତ୍ରରେ ପହଞ୍ଚିବେ। ଏଇ କ୍ଷେତ୍ରରୁ ଭକ୍ତ ଅଛନ୍ତି ମାତଙ୍ଗ ଋଷି। ମାତଙ୍ଗ ଋଷି ତାଙ୍କୁ କିଛି ସଂକେତ ଦେବେ। ସଂକେତ ନେଇ ସେ ପୁଣି ଯିବେ ବିଲାତ। ପିଲାଏ ବସ। ତେଣୁ এইଭଳି କ୍ଷେତ୍ର, ଏ କ୍ଷେତ୍ର ନା ସେଠି ବ୍ରହ୍ମଙ୍କ ଠାରୁ ଜ୍ୟୋତି ବିଚ୍ଛୁରିତ ହେଇଛି। ଏ କ୍ଷେତ୍ର ନା ହେଉଛି ବ୍ରହ୍ମ ଜ୍ୟୋତି କ୍ଷେତ୍ର। ମର୍ଯ୍ୟାଦା ପୁରୁଷୋତ୍ତମ ସାକ୍ଷାତ ପ୍ରମାଣ ହେଉଛି, ସାକ୍ଷ୍ୟ ଲକ୍ଷ୍ୟ କଥା ହେଉଛି ଶବରୀ ହାତୀ ଏଠି ପୋଳି ଖାଇଥିଲେ, ସାବରୀ ନଦୀରୁ କଳସ ଆସିଲେ। ଏବେ ସୁଦ୍ଧା ସାବରୀ ନଦୀ ଅପେକ୍ଷା କରିଛନ୍ତି, ପୁଣି ପ୍ରଭୁ ଆସିବେ। ନାରାୟଣ ଚାରି କଳାରେ ଆସିଥିଲେ ରାମଚନ୍ଦ୍ର, ଆଠ କଳାରେ ଆସିଥିଲେ ଶ୍ରୀକୃଷ୍ଣ, ସ୍ୱୟଂ ନାରାୟଣ ମଧ୍ୟ ଆସିବେ। ସ୍ୱୟଂ ନାରାୟଣଙ୍କ କ୍ଷେତ୍ର ଏ କ୍ଷେତ୍ରକୁ ସିଏ ପ୍ରତିଷ୍ଠା କରିବେ। ସ୍ୱୟଂ ପ୍ରଭୁ ଆସିବେ। ସେ ଏକା ଆସିବେନି, ପଞ୍ଚସଖା, ଦ୍ୱାଦଶ ଗୋପାଳ, ସପ୍ତ ଋଷି ଅଛନ୍ତି ଆତଳେ, ଆସିବେ ତାଙ୍କ ସହିତ। ଚୋର ପ୍ରାୟ ପ୍ରଭୁ ଭ୍ରମିବେ ଭକ୍ତମାନଙ୍କୁ ସାଙ୍ଗରେ ନେଇଥିବେ। ପଞ୍ଚସଖା, ଦ୍ୱାଦଶ ଗୋପାଳ, ଅଷ୍ଟପାଟ ବଂଶୀ ତାଙ୍କ ସାଙ୍ଗରେ ଥିବେ। ସମାଜ ଦେଖିବ ଚୋର ପ୍ରାୟ ଚୋର ଭଳି ଲୁଚି ଲୁଚି ସେ ତାଙ୍କ ଲୀଳା କରିବେ। ଚାହିଁ ଯଖଚକ ବୋଲୁଥିବେ ମୂର୍ଖ କିମ୍ବା ପ୍ରଭୁ ବୋଲି। କେଉଁମାନେ ନା ଦୁର୍ଜନ ସଙ୍ଗ ପରିହର, ଦୁରାଚାରୀ ବ୍ୟକ୍ତି ଏହା କହିବେ। ସଜ୍ଜନ ବିଶ୍ୱାସ କରିବେ। ସଜ୍ଜନ କହିବେ ନାହିଁ କିଛି ଅଛି, ୟା ଭିତରେ କିଛି ରହସ୍ୟ ଅଛି।
ଚାହିଁ ଜକାତକ ବୋଲୁଥିବେ ମୂର୍ଖ କିମ୍ବା ପ୍ରଭୁ ହୋଇ ଚିହ୍ନି ଯେ ସେବିବ ମଣାଇ ଜନ୍ମ ମରଣ ହେବ ଥାଏ। କଳିଯୁଗରେ ପ୍ରଭୁ ଜନ୍ମ ନେବେ, ସନାତନ ଧର୍ମ ପ୍ରଚାର କରିବେ ହେବ। ଏଇ କ୍ଷେତ୍ରକୁ ଆସିବେ, ପ୍ରଭୁଙ୍କ ଲୀଳା ଏଇ କ୍ଷେତ୍ରରେ ଅଛି, ଏଇ କ୍ଷେତ୍ରରେ ମହାନ କଥା ହବ ଆଗକୁ। ଇଏ ତାର ପ୍ରସ୍ତୁତିକରଣ। ମହାଯଜ୍ଞ ବିଶ୍ୱକଲ୍ୟାଣ ତଥା ଜୟପୁର ସର୍ବବିଧ ମଙ୍ଗଳ କାମନା ପାଇଁ ଏ ମହାଯଜ୍ଞ ଆୟୋଜନ କରାଯାଇଛି। ଏବଂ କହିଥିଲି ଏଠିକି ବହୁତ ଛଦ୍ମବେଶୀ ଆସୁଛନ୍ତି, କହିଛି ଆମ ବର୍ତ୍ତମାନ ଆମେ ପ୍ରତିଦିନ ପ୍ରାୟ ସମସ୍ତେ ଗଲାପରେ କାଲି ଶୋଇଥିଲୁ 2ଟାରେ, ପୁଣି 3:30 ଉଠି ଗାଧୁଆ ପାଧୁଆ କାଲି ଥିଲେ ପ୍ରାୟ ବିଶ୍ୱାଳ ଆଉ ଅନ୍ୟମାନେ ଥିଲେ, ଅଜୟ ବି ଥିଲେ, ପ୍ରାୟ ବହୁତ ଭକ୍ତ ଥିଲେ, ଶୁଣୁଥିଲେ। ସେତେବେଳେ ବିଚଳିତ ହେଉଥିଲା କ'ଣ ନା ସେ ଧର୍ମସଭା, ସେ ଆଉ ସାଧାରଣ ସଭା ନୁହେଁ। ଧର୍ମସଭା କିଏ ଥାନ୍ତି ନା ଠାକୁର ଦେବତାମାନେ ଥାନ୍ତି, ସୁଖରେ ସନ୍ଥମାନେ ଥାନ୍ତି।